ଏ ମା ଯାଇ ଔଷଧ ପାଇଁ ଯାଇଥିଲି ଆସିଲେଣି। ଏଇ ତମେ ମେଡିସିନ ଆଣିବା ପାଇଁ ଯାଇଥିଲ, ଆଣିଛ? ଆରେ ମେଡିସିନ ଆଣିଛ ନା ନାହିଁ? ମେଡିସିନ ଆଣିଛି ଆଣିଛି ମେଡିସିନ। ଏଇ ହେଉଛି ଆପଣଙ୍କ ପାଇଁ ମେଡିସିନ। ଟିକେ ମାରିଦିଅ, ଆପଣଙ୍କ କାଶଟା ଆପେ ଆପେ ଭଲ ହେଇଯିବ। ମନୋଜ, ତମେ ମୋ ଔଷଧ ପଇସାରେ ମଦ ପିଉଛ? ହଁ ପିଉଛି, କାହିଁକି ପିଇବ ଶୁଣେ? କେବଳ ତମରି ପାଇଁ। ମନୋଜ, ତମେ କଥା କହିବାର ସୀମା ଟପି ଯାଉଛ। ହଁ ମୁଁ କହିବି ଆଉ ତମେ ଶୁଣିବ। ଯୋଉ ଲୋକର ଝିଅର ବାପା ନିଜ ଆଖି ଆଗରେ ନିଜର ଜୁଇର ବେକାର ପଡ଼କୁ ଟଙ୍କା ଦୁଇଟା ଦେବାକୁ ଚାହାନ୍ତିନି, ସେ ଶୁଣିବା ପାଇଁ ବାଧ୍ୟ। ମନୋଜ, ମଦ ପିଇ ନିଶାରେ ଟଳପଟ ହଉଛନ୍ତି, ଅଥଚ ତମେ ତା ସହିତ ଏମିତି କାହିଁକି ଚୁକ୍ତି କରୁଛ? ଶୁଣେ, ଚୁକ୍ତି କରିବିନି ଆଉ କଣ ମୁଣ୍ଡ ତଳକୁ କରି ମୋ ଆଦର୍ଶକୁ ଭୁଲିଯିବି? ତମର କୋଉ ନୀତି ଆଦର୍ଶ ଅଛି ଯେ ତମେ ଭୁଲିଯିବ? ଯୋଉ ଲୋକର ଝିଅ ବାହା ନ ହେଇ ମା ହେଇପାରେ, ତାକୁ ଯଦି ଆଦର୍ଶ କୁହାଯାଏ ତାହେଲେ ଆଦର୍ଶ ଶବ୍ଦର ଅପମାନ ହବ। ଯା ବାଜା ବାଜା ଘର କଣ ହେଲା? ତମର ଏତେ ସାହସ? ମୋ ଉପରକୁ ଧକ୍କା ପକାଇଲ, ହେଲେ ମୋ ଉପରକୁ ଧକ୍କା ପକାଇଲ। ମଣିଷକୁ ମାରିବା ଏଇଟା କଣ ଅମଣିଷ? ଡାକିନା ମତେ ବାପା ବୋଲି। ମୁଁ ପଚାରୁଛି, ଅଟଇ ଗଲ କାହିଁକି? ମାରିଦିଅ ଏଇଟାକୁ। ଖାଲି କୁଳାଗାରଟା ମରିଯିବା ନିହାତି ଦରକାର। ଚୁପ୍, ଡାକିବୁନି ମତେ ବୋଉ ବୋଲି। ଆରେ ଯୋଉ ପୁଅଟା ବାପ ସମାନ ଶ୍ୱଶୁର ଉପରକୁ ହାତ ଉଠାଏ, ସେଭଳି ପୁଅ ବଞ୍ଚିବା ଅପେକ୍ଷା ମରିଯିବାଟା ଶହେ। ତୁ ଜାଣିନୁ ବାବୁ, ସେ ଆଗେ ମୋ ଉପରକୁ ହାତ ଉଠେଇଛନ୍ତି। ଆରେ ତୋ ଉପରେ ହାତ ଉଠେଇଲେ କଣ? ତତେ ତ ସବୁ କିଣା ଦରକାର। ସମୁଦି ଜାଗାରେ ମୁଁ ହେଇଥିଲେ ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରିଦେଇଛି। ବାପା, ଏ କୁଳାଙ୍ଗର ରାଜନୀତି କରିବା ନାଁରେ, ଜନସେବା କରିବା ନାଁରେ ହାବାଳି ଖାଉଥିଲୁ। ଆରେ କୋଉ ରାଜନୀତି ହେଲେ ଖାଇଛି ରେ? ରାଜନୀତି କରିବାକୁ ହେଲେ ଶ୍ୱଶୁରକୁ ମାରି ଟଙ୍କା ନବା। ଶିକ୍ଷା ଦେଇଛି, ଯୁଆଡେ ଯିବୁ ସିଆଡେ ଅଶାନ୍ତି କରିବୁ, ଗୁରୁଜନ ମାନଙ୍କୁ ବେସମ୍ମାନ କରିବୁ। ସେଇ କଥାଟା ମତେ ଆଗେ କହ। ସେଇଥିପାଇଁ ଆପଣ ହିଁ ଦାୟୀ। ଖାଅ, ଏ ଡାଲି ଆଖି ଖାଅ, କାହାକୁ ଦେଖେଇବେ? ମୀରା, ତୁ ମୋ ଝିଅ ହେଇ ଏକଥା କହିପାରୁଛୁ? କହିବନି କାହିଁକି? ଯୋଗ୍ୟ ସ୍ୱାମୀଟା ପାଇଛି ତ, ରାଜନୀତି କରି ମନ୍ତ୍ରୀ ହେଇଯିବ, ଆଉ ଆକୁ ବି ବିଧାୟିକା କରିଦବ। ଆଉ ସମୁଦ୍ରୀ, ଏମାନଙ୍କୁ କିଛି କହିବା ଦରକାର ନାହିଁ। ନାଇଁ ସମତି ନାହିଁ, ଭାଗ୍ୟରେ ଯାହା ଥିବ ମୁଁ ନିଶ୍ଚୟ ଭୋଗ କରିବି। ନାଇଁ ସମତି ନାହିଁ, ଏମାନେ ଗୋଟେ ଅସାମାଜିକ, ଏମାନଙ୍କୁ ଶିକ୍ଷା ଦେବା ନିହାତି ଦରକାର। ଆଦର୍ଶ ଶବ୍ଦର ଅଧିକ କଥା କହୁଛ ବାପା। ଆରେ ଖାଲି କଥା କହି ଆସନି, କାମରେ ବି ଦେଖେଇ ଦେଇପାରେ। କଣ କରିବ ତମେ? ମାନେ ଅଣ୍ଡା କରିବ ତମେ? ସମୁଦ୍ରକୁ ନେଇ ଆମେ ଥାନାକୁ ଯିବୁ, ତୋଳାରେ ଅଭିଯୋଗ କରିବୁ, ଆଉ ସାକ୍ଷୀ ବି ଦବୁ। ଏ ବୋଉ, ମୋ ମୁଣ୍ଡଟାକୁ ପିତ୍ତ ତୋଡ଼ାରେ କହିଦଉଛି। ଆରେ ତୋ ପିତ୍ତକୁ ତ ପେଟ ଭିତରେ ରଖି ଜୀବନ ନେଇ ପଳେଇ ଯା। ଆଉ ମୋ ପିତ ଯଦି ମୋ ମୁଣ୍ଡକୁ ଉଠିଯିବ, ତୋ ନିଶାଟା ହଉ ହେଲା, ବାପା ପୁଅ ପରେ ଭେଟାଭେଟି ହେବା, ସେତେବେଳେ ଦେଖିବି କିଏ କାହାକୁ ପାରୁଛି। ଏମିରା, ଆରେ ଆସ। ତମର ଦେହ ଏତେ ଖରାପ, ଆମକୁ ଜଣେଇଲନି କାହିଁକି?
ଆଉ ମୋନାଲିସା को ଚାହିବାକୁ ମୋର ଇଚ୍ଛା ନାହିଁ। ତା ବୋଲି ତମେ ଏଠି ରୋଗ ଯନ୍ତ୍ରଣାରେ ପଡ଼ି ଛଟପଟ ହବ? ମୁଁ ଜାଣିଛି ସମୁଦି ମୋ ପୁଅର ବ୍ୟବହାର ପାଇଁ ଆପଣଙ୍କୁ ବିକୃତ କରିଦେଇଥିବ, ସେଇଥିପାଇଁ ମୁଁ ଆପଣଙ୍କୁ ହାତ ଯୋଡ଼ି କ୍ଷମା ମାଗୁଛି ସମୁଦି। ସମୁଦି ହାତ ଯୋଡ଼ି ମୋତେ ଆଉ ଦୋଷୀ କରିଦିଅନ୍ତୁନି। ମୋ ଭାଗ୍ୟରେ ଯାହା ଥିବ ତାହା ମୁଁ ନିଶ୍ଚୟ ଭୋଗ କରିବି। ସମୁଦି ତମେ ଯଦି ପ୍ରକୃତରେ ଆମକୁ ଭଲ ବନ୍ଧୁଟିଏ ଭାବିଛ ତାହେଲେ ଚାଲ ଆମ ସହିତ ମେଡିକାଲ ଚାଲ। ମୁଁ ଆଉ ମେଡିକାଲ ଯିବିନି। ନାଇଁ ସମୁଦି ମନା କରନି, ଚାଲ ମେଡିକାଲ ଯିବା। ଚାଲ ଚାଲ ସମୁଦି ନା ଚାଲ। ମୁଁ ମେଡିକାଲ ଯିବିନି। କାହିଁ ମାମୁ ପଚାରୁଛୁ, କାହିଁକି ତାକୁ ମାରୁଛ? କାହିଁକି ମାରୁଛ ତାକୁ? ये जो भले कुकर्म करछि आको हातरे न एटाको चप्पल पिटिबा କଥା कर कइलु। तू ताको जतारे पिटिबु? अरे मो बचाउछे ताको जतारे पिटिबा तू किए? मो होछि ए घरर बहू। तू मते घरु बाहर कर देनी, मते अधा रास्ता रे तू छाड़ी देनी, मते समुद्र मध्य तू बुड़े देनी लोपा। हे बा तू मते जहा कहबो मु तोर सब कथा रखिबी, रे तू मते घरु बाहर कर देनी अपा, मते बाहर कर देनी। ए मो किछि सुनबे ने भले कहछे एठू बाहर बाहर कहछे। এই কথাটা শুন, এ ঘরটা কেউ অনাথ আশ্রম নুহে যে যে যেতেবেলে ইচ্ছা করিব সেতেবেলে পশি আসিব। ए भलोरे जीबू ना मसलु पटाई देखिबो। नहीं अपा नहीं, तू सेमिति कहनी लोपा, तू सेमिति कहनी। मु सत कहछि लोपा, आजि ठारो ए घरे मु चाकरानी हेई रहिबी। तमे मने चाह दबो मु तो सही खाइ के रहिबी, घरर सब काम करिबी, जहा चिराफटा पिंधिबा को दबो ताको भी पिंधि के रहिबी। तते तते अपन होलो तते बाबुआणी डाकिबी, बाबुआणी। तो गोड़ घोषाठू आरंभ करी पालना लुक पर्यंत मु सब सफा करदेबी लो, सब सफा करदेबी। मु तते अनुरोध करछिल तू मते ए घर विदा करनी। तू जेते बळे मारिबो सेते बळे मते मारि पारिबो। मु तो हातरे माड़ खाइबी लो, माड़ खाइबी। मो किछि सुनबा को चाहेने। एते शीघ्र मते घर बाहर जा। अरे गला बळे मधु से जगह को संगे नै किछिबो जीवना देखिबो आइने। साहस तो कम न देखुची, कथा कथा के हाथ तो उठे दो। বহু যাহা কলু ঠিক করলো। ଆଉ ତୋ ସ୍ତ୍ରୀ ଯାହା କଲା କ'ଣ ଠିକ କଲା? ଆରେ ଏତେ ସବୁ ଯୁକ୍ତି ପରେ ବି ତୁମେ ମାନେ ବୁଝିପାରୁନ କେମିତି? ଜଗା ବିନା ଏ ବୁଢ଼ା ବୁଢ଼ୀ ଦିଟା ବଞ୍ଚିବା ଅସମ୍ଭବ। ମୁଁ ତ ଚାହୁଁଛି ତମେ ଦିଟା ମରିଯାଅ। ମୋ ଭଳିଆ ବାପା ମାଙ୍କ ଜୀବନ ଅପେକ୍ଷା এই ଜଗାଟା ସବୁଦିନ ପାଇଁ ଘର ଛାଡ଼ି ଚାଲିଯାଏ। ବ୍ୟସ୍ତ ହେବାର କିଛି ନାହିଁ ରେ ମନୋଜ, ବ୍ୟସ୍ତ ହେବାର କିଛି ନାହିଁ। ମୁଁ ଏବେ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲିଯିବି। तू घर छाड़ी चली जीवु पर कर दबो मते। हां सी तो प्रकृति रे पर आ पर गुणे करबे कोन? ମୁଁ କହୁଛି ଶୁଣବ, ଏ ଘର ଛାଡ଼ି ଯାଇପାରିବନି, काहे के जाई परबो नै? ଯାଇପାରିବନି। ମୋ ଜଗାକୁ କେହି ବାହାର କରିପାରିବେନି, କେହି ବାହାର କରିପାରିବେନି। ଏ ମମତା ତମେ ଆଉ ଚୁପ୍ ହେଇ ଠିଆ ରହିଲ କାହିଁକି? ଆରେ ତମେ କ'ଣ ଚାହୁଁଛ ଏ କହ୍ନେଇଟା ଘର ଛାଡ଼ି ଚାଲି ଯାଉ? ମୁଁ ଚାହୁଁଛି ଆଉ ତମେ ବି ଠିକ୍ ସେଇ ଚାହ। କାହିଁକି ନା କହ୍ନେଇଟାକୁ ଏଠି ରଖି ତା ନିନ୍ଦା ଅପମାନ ସହିବା ଅପେକ୍ଷା ତାକୁ ପାଖରୁ ଦୂରେଇ ଦବାଟା 1000 ଗୁଣରେ ଭଲ।
ମମତା ଏକଥା କହିବାକୁ ତମକୁ ଟିକେ କଷ୍ଟ ଲାଗୁନି? কষ্ট লাগুছে ভারি কষ্ট হচ্ছে হেরে ମୋ ପାଖରେ ଆଉ ଛାରା ନାହିଁ এই ଗୋପପୁରରେ ଆମ ପରି ଅସହାୟ ନନ୍ଦ ଯଶୋଦାଙ୍କ କୋଳରୁ এই କଢ଼େଇଟାକୁ ନବା ପାଇଁ ସେ କଂସ ମାମୁଟା ପରା ଆସିଗଲାଣି ଆଉ এই କଢ଼େଇଟା ଗୋପ ଛାଡ଼ି ମଥୁରାକୁ ଯିବା ପାଇଁ ସଜବାଜ ହେଇ ବାହାରି ପଡ଼ିଲାଣି ତମେ କୁହ ମୁଁ ଆଉ ବାଧା ଦେବି କାହିଁକି? ମୁଁ ବାଧା ଦେବି, ମୁଁ ବାଧା ଦେବି। ମୋର କହ୍ନେଇକୁ ମୁଁ କୁଆଡ଼େ ଛାଡ଼ିବିନି, କୁଆଡ଼େ ଛାଡ଼ିବିନି। ମୁଁ ଜାଣିଛି ମମତା, ଗୋପପୁର ଛାଡ଼ି କହ୍ନେଇଟା ଚାଲିଗଲେ ସେ ଆଉ କେବେ ବି ଫେରିବନି ମମତା, କେବେ ବି ଫେରିବନି। ଏ ମମତା, ସେଦିନ ସେ ନନ୍ଦଟା ବୋକା ଥିଲା ବୋଲି କହ୍ନେଇକୁ ଛାଡ଼ି ଦେଇଥିଲା, ହେଲେ ମୁଁ ବୋକା ନୁହଁ। ମୋ କହ୍ନେଇକୁ ମୁଁ କୁଆଡ଼େ ଛାଡ଼ିବିନି, କୁଆଡ଼େ ଛାଡ଼ିବିନି, ମୁଁ କୁଆଡ଼େ ଛାଡ଼ିବିନି। ହଁ ତମେ ସେଇଆ କର, ତମେ ସେଇଆ କଲେ ମୁଁ ହୁଏତ ଟିକେ ବଞ୍ଚି ଯାଇପାରିବି। କାହିଁକି ନା এই কঢ়েইটা যদি গোপ ছাড়ি মথুরাକୁ চালিଯିବ ତମେ ହୁଏତ ମଝିରେ ମଝିରେ ଯାଇ ତାକୁ ଦେଖା କରିପାରିବ, ହେଲେ ମୁଁ ପରା ବୁଢ଼ୀ ହେଇଗଲି। ବାଟ ଚାଲିବାକୁ ମୋ ପାଦରେ ଆଉ ଶକ୍ତି ନାହିଁ। କେବଳ এই কড়েইটাକୁ ଚୋରି ଚୋରି ମରିବାଟା ମୋ ପାଇଁ ସାର ହବ। ଏ ବୋଉ, ତୁ ମତେ କଣ ପାଗଳ କରିଦେବୁ, ପାଗଳ କରିଦେବୁ ମତେ? ନାଇଁରେ, ମୁଁ କାହିଁ ତତେ ପାଗଳ କରିବି? ମୁଁ କାହିଁକି ତତେ ପାଗଳ କରିବି? ମୋର ତୋ ପାଇଁ ତୋ ବୁଢ଼ୀ ମାଟା ପାଗଳି। ପାଗଳ ହେଇଯାଅ, ପାଗଳ ହେଇଯାଅ, ତମେ ପାଗଳ ହେଇଯାଅ। ଆଉ ମୁଁ ଗୀତିକାର ହେଇ ଦେଖିବି ନନ୍ଦ ଯଶୋଦାଙ୍କ ବାଟ ଅଲଗା କରି କହ୍ନେଇଟା ମୋର ଯାଉଛି କୁଆଡ଼େ। କୁଆଡ଼େ ଛାଡ଼ିବିନି ରେ ବାପା, କୁଆଡ଼େ ଛାଡ଼ିବିନି ତତେ, କୁଆଡ଼େ ଛାଡ଼ିବିନି, କୁଆଡ଼େ ଛାଡ଼ିବିନି। ତୁ ଚାଲିଗଲେ ଆମ ବୁଢ଼ା ବୁଢ଼ୀର ଜୀବନ କାହାଣୀଟା ଖାଲି କାନ୍ଦିବ। ଗୁମୁରି ଗୁମୁରି ଆଖି ଲୁଚେଇ କାନ୍ଦିବ। ତୁ ଚାଲିଗଲେ ମୋ ବିବେକ ମତେ ଧିକ୍କାର କହି କହିବ, ରେ ଅପଦାର୍ଥ, ରେ ଅଯୋଗ୍ୟ, ତୁ କହ୍ନେଇର ବାପା ହେବା ପାଇଁ ଅଯୋଗ୍ୟ। ଏକଥା ସହିପାରିବିନି, ଏକଥା ମୁଁ ସହିପାରିବିନି, ସହିପାରିବିନି, ସହିପାରିବିନି। ଲାଗୁଛି ଆମେ ଆମ କଢ଼େଇକି ଆଉ ଅଟକେଇ ପାରିବାନି। କଣ କରିବା? କଣ କରିବା ଆମେ? ଚାଲ ଆମେ ବୁଢ଼ା ବୁଢ଼ୀ ଦି ଜଣ ସେ ଏରୁଣି ବନ୍ଧ ଉପରେ ଶୋଇ ପଡ଼ିବା। ଇଏ ଯଦି ମତେ ଛାଡ଼ିକି ଯିବାକୁ ଚାହୁଁଛି ଚାଲି ଯାଉ ସେ। ଏଇଠି ଶୋଇଯିବା, ଏଇଠି ଶୋଇଯିବା ଆମେ। ଯିବାକୁ ନା ଘରଟା ଭଲ ଲାଗୁଛି ନା ବାହାରି ଯାଅ କହୁଛେ ନା ସେମାନେ ଯିବେନି ସେମାନେ ଏଠି ରହିବେ। ସେମାନେ ଘରୁ ଯିବେ
मनोज तमें कौन तुम हितायित ज्ञान भूली गलणी मो ना बापा ये अवस्था घर चली गले मो ज्ञान असंतुष्ट हो अरे मोना पाई तुम अनुकंपा कौन पाई मना पाए घर बड़ बहु मो बड़ जा सबू पर भी से जड़े गर्भवती ना मानविकता दृष्टि से घरे रहा उचित मानविक दृष्टि ताको कोन ए घर बाहर करे तो इच्छा होने माने? जगह को मानेटा यदि कुआଯିब ताले घरे गोटे विभ्राट सृष्टि होइजिब सुन जदि मो कथा को भय थाए ताले स्वामीर कथा को सम्मान देबा को चाहू था ताले मैं कहूची ए दिन को एक घर बाहर कर जेते शीघ्र बचा घर बाहर कर ए और ठेला भाई चलो कौन गली तुम शुणी पार तो सत कथा समस्त को बाधे तुमको बाधिला सामाने? मु कौन करी तुम से कथा को समर्थन करछ अरे सत कथा को विरोध करिया को मु के मनोज कौन तुम विधायक को भौणी बोले मनोज चित्कार करनी मु जानी तमे मना को नुह तमे जग्गा भाई को एगरु दूरे देबा को इच्छा करू न जग्गा भाई एगरु रहबा को तमे समर्थन करू छ हे जगन्नाथ देखो देखो तमे केमिति सत्यटा असत नियारे केमिति जली पुड़ी पाउस हो जाउची एई देखो ए पुण्य सूर्यटा केमिति बादल तले धीरे धीरे लुचि जाउची सही पारुनी एते बड़ कलंकर बुझ ए मना मु तुमको देइथिबा कथा मु रखी पारुनी केमिति बाबा रखिबी तमे तो मो रक्तर नुह हे मना मु तुमको आश्रय देवी केमिति हे मना आसो आसो मना कौन तमर दिखंड लुगा नहीं आस आमे एबे एई मुहूर्त रे घर छाड़ी चली जीवा जाओ मना जाओ अरे जाओ मना से कथा विश्वास करा जाय न पारे मनीष जे एते तलकू खसी जाई पारे तते देखिले भी केबे भी केही विश्वास करि पारिबेनी अरे एइथि पाई टंका खर्च करी पाठ पढाइथिले एई कथा सुनाइबा पाई अरे कौन पाई टंका खर्च करी मते पाठ पढ़ाई दिलो कौन मो घरे रही मो स्त्री सहित तमे रासलीला करिबा तमने तमे मते संदेह करछ अरे केमिति कहले तमे विश्वास करियो जे तुमको संदेह करछ मनोज स्वामी चाहूनथिबा लोकटाकू तमे घरे रहिबा को तमे अरे एठी तुमको जिए नाही से संदेह करिवो किंतु मु कहबी ए सब मिछ कथा ए सब होछि तमर मन गडा कहानी तमने तमे कोन मो बड़ी जगह भाई घृणा करछ मु जदि कहे तम अपेक्षा मु ताको 1000 थर घृणा करे कारण एया जे सेईटा होछि गोटे गुंडा बदमाश मना पर जीवनटा को नष्ट कर दे या बड़ी चरित्रहीन मानक पे आज नारी जातिटा असुरक्षित तेणु मोर इच्छा होछि एईटा को घरे रखी गोटी गोटी करी या ठारे प्रतिशोध नेबा सेइथि पाई आज पर्यंत मु तुमको बाधा दौना एते मु बुझी पारुनी एई लोकटा के टंका साहाय्य करछि बोली एते कथा कहि सारिबा परे भी तबे चुप रहिलो केमिति तमे हेले कोन करि परथांत मु एटा को बाडे बाडे घर बाहर कर देई थान हेले मु पारुनी काहे कि ना जग्गा भाई रोजगार टंका रे मु आज मनीष हेछि ताको बड़ाई बड़ाई बाहर करिया पई मो विवेक मते बाधा दउछि अरे बाधा दउछि मोर विवेक हेले तमे तो स्वामीर स्त्री
ମୋ ସ୍ୱାମୀର ଅପମାନ ତମର ଅପମାନ ଯୋଉ କାମଟା ମୁଁ କରିପାରିଲିନି ସେଇ କାମଟା ତମେ କରିବ এই ନିଅ ଯୋଉ କାମଟା ମୁଁ କରିପାରିଲିନି ସେଇ କାମଟା ତମେ କରିବ ସ୍ୱାମୀ ଅପମାନର ପ୍ରତିଶୋଧ ନେଇ ତାକୁ ଏ ଘରୁ ବାହାର କରିଦିଅ ମାନସ ତାକୁ ବାଡେଇ ବାଡେଇ ଏ ଘରୁ ବାହାର କରିଦିଅ ନା ନୁହଁ ହଁ ଯଦି ତମର ଜଗା ଭାଇ ସହିତ କିଛି ସମ୍ପର୍କ ନାହିଁ ତାହେଲେ ତାକୁ ବାଡେଇ ବାଡେଇ ଏ ଘରୁ ବାହାର କରିଦିଅ ନଚେତ୍ ମୁଁ ବୁଝିବି ଜଗା ଭାଇ ସହିତ ତମର ସମ୍ପର୍କ ଅଛି ଆଉ ଡେରି କରନି ବୋଉମା ତମ ସାମ୍ନାରେ ଅଛି ଏଥର ଅଗ୍ନି ପରୀକ୍ଷା ତମେ ଦେଇ ତମେ ସ୍ୱାମୀକି ବୁଝେଇ ଦିଅ ଯେ ତମେ ନିର୍ଦ୍ଦୋଷ ପିଠି ଦେଖଉଛି ବୋଉମା ମାର ମତେ ମାର ବୋଉମା ମାର ମତେ ମୁଁ ମରିବି ମୁଁ ଆଜି ଅଗ୍ନି ପରୀକ୍ଷା ଦେଇ ମୋ ସ୍ୱାମୀଙ୍କ ଅପମାନର ପ୍ରତିଶୋଧ ମୁଁ ନିଜେ ନେବି ମରିବି ମୁଁ ମରିବି କି ଗଲ କାहे କି ବୋଉମା ମାର ମତେ ଏଥର ଅଗ୍ନି ପରୀକ୍ଷା ଦେଇ ତମେ ସ୍ୱାମୀଟାକୁ ତମେ ବୁଝେଇ ଦିଅ ଯେ ତମେ ନିର୍ଦ୍ଦୋଷ ମାର ବୋଉମା ମାର ତମକୁ ମରାଣ ଅବିବାହିତ ଅବସ୍ଥାରେ ତତେ ମା ହେବା ପାଇଁ ବାଧ୍ୟ କରିଛି ଏ ଲୋକଟା ତୋ ଜୀବନକୁ ନଷ୍ଟ କରିଦେଇଛି ମାନେ ଏଇଟାକୁ ମୁଁ ମାରିଦେବି ମୁଁ ମୋ ପାଇଁ ତୋ ମନରେ ଯଦି ଏତେ ଦରଦ ମୋ ଜୀବନକୁ ନଷ୍ଟ କରିଥିବା ଲୋକଟାକୁ ତୁ ଯଦି ସତରେ ମାରିଦେବାକୁ ଚାହୁଁଛୁ ତାହେଲେ ଯା ତୋ ଭାଇ ନିରକିତଙ୍କୁ ମାରିବୁ ପ୍ରକୃତରେ ଦୋଷୀ ଇଏ ନୁହନ୍ତି ପ୍ରକୃତ ଦୋଷୀ ହଉଛି ତୋ ଭାଇ ମୋ ଜୀବନଟାକୁ ନଷ୍ଟ କରିଦେଇଛି তুমি সত্য কହୁଛ ହଁ ମୁଁ ସତ କହୁଛି ভগবান ସବୁ ଧରା ପଡିଗଲା କଣ ଧରା ପଡିଗଲା କି ରେ ମାନସ କଣ ଧରା ପଡିଗଲା ଏଇଆ ଧରା ପଡିଲା ଯେ କୋଉଟା ସତ ଆଉ କୋଉଟା ମିଛ ଭାଇ କେବଳ ଏଇ କଥାକୁ ସମସ୍ତଙ୍କ ଆଗରେ ଜଣାଇ ଦେବା ପାଇଁ ଏ ମାନସ ଆଦର୍ଶ ଭାଇରୁ କେଇଟା ଦିନ ପାଇଁ ଛାତି ଉପରେ ପଥର ରଖି ପାଲଟି ଯାଇଥିଲା ଭାଇରୁ ବଗାରି ତୁ ଏସବୁ କଣ କହି ଯାଉଛୁ ରେ ମାନସ ମୁଁ କିଛି ବୁଝିପାରୁନି ଭାଇ ରାତି ନଥିଲେ କେହି ସୂର୍ଯ୍ୟକୁ ପୂଜା କରିନଥାନ୍ତେ ଭାଇ କି ରାବଣ ନଥିଲେ ରାମଚନ୍ଦ୍ରଙ୍କୁ କେହି ପୂଜା କରିନଥାନ୍ତେ କେବଳ ଏମାନଙ୍କ ଆଗରେ ତୁମକୁ ରାମଚନ୍ଦ୍ର ସଜେଇବା ପାଇଁ
ଏଥିଲା ମୋର ଅଗ୍ନି ପରୀକ୍ଷା। ହଠାତ୍ ମୋତେ ମୀନାକ୍ଷୀ ବିବାହ କରିବା ପାଇଁ ଜିଦ୍ ଧରିବା, ମନା ପରି ଝିଅର ସର୍ବନାଶ ହେବା, ଏସବୁକୁ ମୁଁ ସହଜରେ ଗ୍ରହଣ କରିପାରିଲିନି ଭାଇ, ସହଜରେ ବିଶ୍ୱାସ କରିପାରିଲିନି। ମୋତେ ଯେମିତି ଲାଗିଲା ୟା ଭିତରେ କିଛି କାହାଣୀ ଲୁଚି ରହିଛି, ଆଉ ଏସବୁକୁ ବାହାର କରିବା ପାଇଁ, ଏସବୁକୁ ଖୋଜି ବାହାର କରିବା ପାଇଁ ମୁଁ କେଇଟା ଦିନ ପାଇଁ ପାଲଟି ଯାଇଥିଲି ଭାଇରୁ ବଗାରି। ତୁ ମତେ ବଡ଼ ଭାଇ ବୋଲି ମାନୁଛୁ ନା? ହେଲେ ଯା ବୋଉମା କୁ ସାଥିରେ ନେଇ ଖୁସିରେ ଘର ସଂସାର କରିବୁ ଯା। ତୋର ସବୁ କଥା ରଖିବି ଭାଇ। ହେଲେ ମୀନାକ୍ଷୀ ରହ, ମୁଁ ବୋହୁମାଙ୍କୁ ବୁଝେଇ ଦଉଛି। ବୋହୁମା ତମେ ମୋ କଥା କଣ ମାନିବନି? ମାନିବି ଭାଇ, ମୁଁ ତମକୁ ନିଶ୍ଚୟ ମାନିବି ଭାଇ। ମୁଁ ତୁମକୁ ଯେବେଠୁ ଦେଖିଛି ସେବେଠୁ ଜାଣିଛି ଭାଇ, ତମେ ଜଣେ ସୂର୍ଯ୍ୟ, ଅନ୍ୟକୁ ଆଲୋକିତ କରିବା ଯାହାର ଧର୍ମ। ତମେ ଆଉ ଜଣେ ହରିଶ୍ଚନ୍ଦ୍ର ଭାଇ, ସର୍ବସ୍ୱ ଦାନ କରିବା ଯାହାର କର୍ମ। ଦାନବୀର କର୍ଣ୍ଣ ସାଜି ତମେ ସମସ୍ତଙ୍କୁ ସବୁ କିଛି ଦେଇଯାଅ ଭାଇ। ହେଲେ ମୁଁ ତମକୁ ଏତିକି କହିବି ଭାଇ, ମୁଁ ଯଦି ଜୀବନରେ କେବେ ବାପା ହୁଏ ତାହେଲେ ତମରି ପରି ପିଲାର ବାପା ହେବି ଭାଇ। ଯେ ଦୁନିଆକୁ ନୂଆ ନୀତି ଆଦର୍ଶର କାହାଣୀ କହିବ। ହେଲେ କଳି ଯୁଗରେ କେବେ ସମ୍ଭବ ନୁହଁ ଭାଇ, କେବେ ସମ୍ଭବ ନୁହଁ। ଆରେ ତୁ ଏସବୁ କଣ କହି ଯାଉଛୁ? ମୁଁ କିଛି ବୁଝିପାରୁନି। ତମେ ମୋ ବଡ଼ ଭାଇରୁ ମୋ ମାନସ ପୁତ୍ର ହେଇଯାଅ ଭାଇ। ନା କହି ଆମ ମନକୁ ଭାଙ୍ଗି ଦିଅନି ଭାଇ। ସ୍ୱାମୀର ଇଚ୍ଛାକୁ ପୂରଣ କରିବା, ଭଗବାନ ପାଖରେ ପ୍ରାର୍ଥନା କରିବା ପ୍ରତ୍ୟେକ ସ୍ତ୍ରୀର ଧର୍ମ। ଆଜି ଅଭାଗିନୀଟା ଆପଣଙ୍କୁ ଠାକୁର ଭାବି ସିଏ ଆଜି ହାତ ପାତି ଭିକ ମାଗୁଛି ଭାଇ। ଏବେ ଭାଇ ବୋଉଟାରୁ ପୁଅ ହେଇଯାଅ। ମୁଁ ମୋ ସ୍ନେହ ମମତା ପଣତ କାନିଟାକୁ ମୁଁ ଏଇଠି ବିଛେଇ ଦଉଛି। ଥରୁଟିଏ ଆପଣ ମୋ ପଣତ କାନିରେ ଶୋଇଯାଆନ୍ତୁ, ମୋ ଜୀବନଟା ସାର୍ଥକ ହେଇଯିବ। ଆସ ଭାଇ ଆସ। मते ब्लड कैंसर। मिछ कहतु तू? मिछ कहूनी बापा। तुमर सेदिन हार्ट ऑपरेशन बेले
मेडिकल को जाइଥିଲି हेले हेदिन डॉक्टर कहले तुम रक्त दरकार आउ मु रक्त देला बेले मो रक्तरु जना पड़िला जे मते मते कैंसर ନାଇଁ ବାପା ତୁ ଭଲ ହବୁ ତୁ ଭଲ ହବୁ ତୋ ମା ନାଁରେ ଯେତିକି ସମ୍ପତ୍ତି ଅଛି ମୁଁ ତାକୁ ବିକ୍ରି କରିଦେଇ ମୁଁ ତୋତେ ଆରୋଗ୍ୟ କରିବି ଚାଲ ଚାଲ ଯିବା ମେଡିକାଲ ଯିବା ଚାଲ ଭାଇ ଭାଇ ଦୌଡ଼ି ଆସ ଭାଇ ଦୌଡ଼ି ଆସ କଣ ହେଲା ଏମିତି ଛାନିଆଟା ହେଇ କଣ ପାଇଁ ପାଟି କରୁଛୁ କଣ କରିବି କହିଲ ଯୋଉ ସମ୍ପତ୍ତି ପାଇଁ ଭାଇଙ୍କ ସହିତ ଆମର ସମ୍ପର୍କ ଥିଲା ସେଇ ସମ୍ପତ୍ତି ଏବେ ବିକ୍ରି ହବାକୁ ଯାଉଛି କହିଲୁ କଣ କହିଲୁ ସେ ସମ୍ପତ୍ତିଟା ବିକ୍ରି ହେବାକୁ ବସିଛି ତୁ ତମ ଦି ଜଣ ଥାଉ ଥାଉ ହେଲେ ମୁଁ ବୁଝିପାରୁନି ସେ ସମ୍ପତ୍ତିଟା ବିକ୍ରି କରିବା କଥା କିଏ କହୁଛି ସେ ପଡା ମୋ ଜଗାକୁ ବ୍ଲଡ୍ କ୍ୟାନ୍ସର ହେଇଯାଇଛି ଆଉ ସେଇଥିପାଇଁ ତାକୁ ଭଲ କରିବାକୁ ଯାଇ ସେ ସମ୍ପତ୍ତି ସବୁ ବିକ୍ରି ହେବାକୁ ଯାଉଛି ତା ଛଡ଼ା ସେଇ ସମ୍ପତ୍ତି ଆପଣଙ୍କ ଭାଗ୍ୟରୁ ଜମରୁ ବି ନାହିଁ ହଲୋ ମୀରା ସବୁ ମୋ ଭାଗ୍ୟର ଦୋଷ ଲୋ ମୀରା ତାହେଲେ ଦେଖୁନୁ ସେ ସମ୍ପତ୍ତି ପାଇଁ ମୁଁ ତୋତେ ଟଙ୍କା ଦେଲି ଶାଢ଼ୀ ଦେଲି ଗହଣା ଦେଲି ଆରେ ସେ ସମ୍ପତ୍ତି ପାଇଁ ମୁଁ କେତେ କ'ଣ ଖର୍ଚ୍ଚ କରିଛି ହେଲେ ସବୁ ମୋ ଭାଗ୍ୟର ଦୋଷ ଲୋ ମୀରା ସବୁ ମୋ ଭାଗ୍ୟର ଦୋଷ ପଇସା ମୋ ବିନା କେତନ ରାତିରେ ଗୌର ତୁ ରାଜି ହେଇଯାଲ ମୀରା ତା ନହେଲେ ମୋ ମନ ବଡ଼ କଷ୍ଟ ହବ ସେସବୁ ଥିଲା ମନ ବୁଝେଇବା ପାଇଁ ମୋ କଥାରେ ରାଜି ହୋଇଯା ମୁଁ ତ ଭାଗ୍ୟ ବଦଳାଇ ଦେବି ମୁଁ ତତେ ମଣିଷ କରିଦେବି ଆରେ ରାଜି ହୋଇଯାলো ଆରେ ତୋର ସାହସ କେମିତି ହେଲା ବେ ମୋ ସ୍ତ୍ରୀ ଦେହରେ ହାତ ମାରିବାକୁ ଦେଖ ମନୋଜ ଏ ଅଭଦ୍ର ପ୍ରକୃତିରେ ମୋ ସହିତ ଏମିତି ଖେଳ କରିବାକୁ ଚାହୁଁଥିଲା ଛି ବାଷ୍ଟର୍ଡ କୋଠିକାର ହେ ମୀରା ସବୁ ଭୁଲ ହେଇଗଲା ସବୁ କିଛି ଭୁଲ ହେଇଗଲା ଆମେ ନିଜ ବାପାକୁ ଧିକ୍କାର କରିବାରୁ ଆମର ଏବେ ଏମିତି ଅବସ୍ଥା ଚାଲ ମୀରା ବାପାଙ୍କ ଗୋଡ଼ ଧରି ଆମେ ଭୁଲ ମାଗିବା ଭାଷଣ ନ ଦେଇ ଏକା ପଳା ଏଠୁ ସ୍ତ୍ରୀର ସ୍ୱାମୀ ସ୍ତ୍ରୀକି ରକ୍ଷା କରିବା ସ୍ୱାମୀର ଧର୍ମ ମୁଁ ମୀରାକୁ ଯାଇ ଏଠି ଯିବି ଦେଖିବା ମୋର କିଏ କ'ଣ କରିବ ବାଘ ମୋର ଶିକାର କରେଇ ବିଧାୟକ ହିଁ ଏଇ ନୀଳା ଚାଲିଛି ମାନିବାକୁ ପଡ଼ିବ ତମ ବିଧାୟକ ତୋ ସହିତ ମୋର କିଛି ସମ୍ପର୍କ ନାହିଁ ମୁଁ ବି ତମ ସହିତ ଏଠିକି ସମ୍ପର୍କ ଯୋଡ଼ିବାକୁ ଆସିନି ମୁଁ ଆସିଥିଲି 5 ଲକ୍ଷ ଟଙ୍କା ପାଇଁ ଆଉ ଏଠି ଆସି ଦେଖେ ତ ଛି 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 ଏଥିରେ ସାରିଙ୍କର କିଛି ଭୁଲ ନାହିଁ ଏ ଝିଅଟା ପରା ପ୍ରକୃତି ତାର ଚରିତ୍ର ତମ
तम भली गोटे छोट लोक नीच लोक पाखरु मु किछि सुनिबा को चाहनी तम मालिकर पाप कर्म मते बेस भलो भाबरे जଣା अछि। कौन जनाबे तमे केमिति मना पर जीवनटा को नष्ट कर दैछ ये सब मिछ इच्छा नुआ सत हेले तमे भूली जाछ भाई मना पर गर्भरे जो छुआटा अछि सेटा होछि तमर तमे अपेक्षा करो मु तम जीवनटा को केमिति तळी तळांत करि दउछ आतो भाई कार करनी कहचे जेते शीघ्र करछ 5 लाख टका मो अकाउंट रे डिपॉजिट कर ता नले बड़ी राजा पड़िला भैया मु तुमको पाताल रे चापी देबे माइके तबे विश्वासघातक छाड़िबिनी तारी को छाड़िबिनी ଆପଣଙ୍କର ବେଳା ଖରାପ ପଡ଼ିଲା ଏଇ ଦେଖନ୍ତୁ ମୋନାଲିସା କେମିତି ବାଗୁଳି ବେଶ ଦେଖନ୍ତୁ ସାର୍ ନାଇଁ ମଉସା ମୁଁ ଆଜି ବାଘୁଣୀ ହେଇ ଆସିନି ମୁଁ ଆଜି ଏଠିକି ବିଲେଇ ହେଇ ଆସିଛି। तो ठीक है काहे के आसीचो कौन मो सहित युद्ध करिवो ନାଇଁ ନାଇଁ ମୁଁ ଏଠିକି ଯୁଦ୍ଧ କରିବା ପାଇଁ ଆସିନି ମୋର କିଛି ଟଙ୍କା ଦରକାର ମୁଁ ଏଠିକି ଟଙ୍କା ପାଇଁ ଆସିଛି। मु जानी छी तो स्वामी रो आरोग्य पाई तते टंका दरकार ଆଉ ଖାଲିଟାରେ देबे किंतु गोटिए शर्त रे ସର୍ତ୍ତ हां ଏଥିରେ କିଏ କ'ଣ କ'ଣ ତୁ ଛାଡ଼ିତେ କାହାକୁ ଟଙ୍କାଟା ଦବ ଯେ ଆମେ ତତେ ଦେବୁ ରେ ଠିକ୍ ଅଛି ମୁଁ ଆପଣଙ୍କର ସବୁ ସର୍ତ୍ତରେ ରାଜି ହେଲେ ପ୍ରଥମେ ମୋତେ ଟଙ୍କା ଦିଅନ୍ତୁ ସେ ସର୍ତ୍ତଟା କ'ଣ କୁହନ୍ତୁ। टंका बदले मोर से छुआटा दरकार ମୋତେ ଆପଣ ଏବେ ଟଙ୍କା ଦିଅନ୍ତୁ କାଲି ଆପଣ ମୋତେ ଯୋଉ ନର୍ସିଂ କହିବେ ମୁଁ ସେଠି ଯାଇ ଛୁଆଟାକୁ ନଷ୍ଟ କରିଦେବି। मु तते एबे टंका देबी से छुआटा मोर एबे दरकार ମାନେ माने से छुआटार मोर हेलो करिबा को भारी इच्छा होची अरे देख किंतु से तो पेट भितरे सेटा को मु बाहर करिबी अबे दे से छुआटा मोर दे କିନ୍ତୁ अबे दे का देबी ए ना टंका
ମହାଙ୍କ ଆବେ ବାହାରେ ଆବେ ଚିତ୍କାର କର ନାବେ ତୋରା ଏଠିକି କାହିଁକି ଆସିଛୁ ମରିବୁ ଆବେ ମୋନାଲିସା ଏଠିକି ଆସିଥିଲା ସେ ଗଲା କୁଆଡ଼େ ଆସିଥିଲା ସାର୍ ଆମର ଟଙ୍କା ଦେଲେ ସେ ଟଙ୍କା ନେଇ ଚାଲିଗଲା ସେ ଟଙ୍କା ପାଇଁ ଆସିଥିଲା ଆଉ ତମେ ତାକୁ ଟଙ୍କା ଦେଇ ବିଦା କରିଦେଲ ନୁହଁ ମହାଙ୍କୁ ଏ ରକ୍ତ କାହାର ବେ ଅନାଲିସାର ମୁଁ ତାକୁ ସେ ପିଲାଟାକୁ ମାଗିଲି ହେଲେ ସେ ତ ପେଟ ଭିତରେ ଥିଲା ହେଲେ ବାଧ୍ୟ ହୋଇ ସେଇଟାକୁ ବାହାର କରିଲା ବେଳକୁ ପିଲା ବଦଳରେ ରକ୍ତ ବାହାରିଲା ଆବେ ଏମିତି କେତନ ମହାଙ୍କୁ ମୁଁ ତତେ ଆଜି এইটাକୁ খুব শীঘ্র আরেস্ট কর এই মাসে মু তোর প্রমোশন করিদেবি ମୋର ଆଉ ପ୍ରମୋସନ ହବା ଦରକାର ନାହିଁ କି ତୋ ପାଇଁ ପାପା କରିବା ଦରକାର ନାହିଁ ଚିଲ୍ଲାମା ଜଗାକୁ ମୁଁ ଏଠାକୁ ନେଇ ଆସିଛି ତୋ ପରି ପାପୀର ବିନାଶ କରିବା ପାଇଁ ମନେ ଅଛି ବିନା କେତନ ମୌସୁମୀ ମହାପାତ୍ରର କଥା ମହାନ୍ତି ଆଜ୍ଞା ଏ କୋଉ ମୌସୁମୀ ମହାପାତ୍ର କଥା କହୁଛି କି ଆଜ୍ଞା ସେ ମୌସୁମୀ ମହାପାତ୍ର ହଁ ସେ ସାମ୍ବାଦିକ ମୌସୁମୀ ମହାପାତ୍ର ଯାହାର ଇଜ୍ଜତ ନାହିଁ ତୁ ତାକୁ ମାରି ଦେଇଛୁ ସେ ମୌସୁମୀ ମହାପାତ୍ରର ସାନ ଭାଇ ସବ୍ ଇନ୍ସପେକ୍ଟର ମହେଶ ମହାପାତ୍ର ତୋଠୁ ପ୍ରତିଶୋଧ ନେବା ପାଇଁ ତୋ ପାପାଲଙ୍କାର ବିଭୀଷଣ ସାଜିଯିବେ ବିଭୀଷଣ ଆରେ ଜଗଲ ଏ କୁକୁର ଦିଟାକୁ ମାର ଯା ଜଗା ମାର କୁକୁର ଦିଟା ଜନ୍ମରେ ଦେଖିଲେ ଆଖି ଦିଟା ପବିତ୍ର ହେଇଯିବ ଆଉ ମୋ ଅପାର ଆତ୍ମାଟା ଶାନ୍ତି ପାଇଯିବ ଆରେ ଯା ଜଗା କଳ୍କି ରୂପ ଧାରଣ କର କରିଦେ ପାପୀମାନଙ୍କ ନରସଂହାର ଆରେ ଯା ଜଗା ଯା ମାର ଜଗା ମାର यदायराही धर्मस्य ग्लानिर्भवति भारत अभिधानमधर्मस्य तदात्मात्मयामः परित्राणादुना विनाशाय जगद्गुरुं धर्मस्थापनार्थाय सम्भवामि युगे ମୁଁ ତମ ସୁନା ଝିଅ ଡାକୁଛି ବାପା ଟିକେ ଆସ ତୁ ଏଠି କାହିଁକି ଆସିଛୁ ତୁ ବାପା ଅନେକ ଦିନ ହେଲାଣି ତମକୁ ଦେଖିନଥିଲି ତ ସେଇଥିପାଇଁ ଟିକେ ଦେଖିବାକୁ ଚାଲି ଆସିଲି ପଳେଇ ଯା ଏଟା ଶୀଘ୍ର ପାଉଛି ଜାଗା ଛାଡ଼ି ପଳେଇ ଯା କହୁଛି କାହିଁକି ଚାଲିଯିବି ମୁଁ ମୋ ପାଇଁ ମରି ଯାଇଛୁ ଆଉ ମୁଁ ତୋ ପାଇଁ ଜୀଅନ୍ତା ଶୁଦ୍ଧି ହେଇସାରିଛି
ବାପା ସେ ଆଦର୍ଶକୁ ଜାବୁଡ଼ି ଧରି ତମେ ଭୁଲ କରିଛ ବାପା। ସେ ଆଦର୍ଶକୁ ତମେ ନିଜ ପାଖରୁ ଦୂରେଇ ଦିଅ। ଚୁପ ହେଇଯା କହୁଛି, ଚୁପ ହେଇଯା। ବାପା ତମର ସେଇ ଆଦର୍ଶ ପାଇଁ ତମ ସୁନା ଝିଅଟା ଆଜି କଳଙ୍କିନୀ ହେଇଯାଇଛି ବାପା। ମୁଁ କଳଙ୍କିନୀ ମୋ ପାଇଁ ଦାୟୀ କେବଳ ତମର ସେଇ ଆଦର୍ଶ ଆଉ ତମେ। ସେଥିପାଇଁ କଣ ମୁଁ ଦାୟୀ? ହଁ ବାପା ତମ ଆଦର୍ଶର ନୀତି ବାଣୀ ମତେ ଏତେ ଆକର୍ଷଣ କଲା ଯେ ଏ ସମାଜ ଆଖି ଆଗରେ ମୁଁ ଗୋଟେ କଳଙ୍କିନୀ ହେଇଗଲି। ତମ ମତେ ଭଲ ପାଇବା ମୋର ଏତେ ବଢି ଯାଇଥିଲା ଯେ ମୁଁ ସେଥିପାଇଁ ତମ ଆଗରେ ସତ କଥାଟା କହିପାଇଲି ତମ ପାଇଁ। ସେଥିପାଇଁ ତମ ପାଖରେ ମୁଁ ଗୋଟେ ଅପବିତ୍ର, ଏ ସମାଜ ପାଇଁ ଗୋଟେ ନଷ୍ଟ ଚରିତ୍ର, ମୁଁ ଗୋଟେ କଳଙ୍କିନୀ। ବାପା ଏ ଶେଷ ଜୀବନରେ ମନ ତମକୁ କେଇପଦ କଥା କହିବ, ସବୁ ସତ କଥା କହିବ ବାପା। କି ସତ କଥା କହିବୁ ତୁ ମତେ? ବାପା ସେଦିନ ତମ ଆଖି ସାମ୍ନାରେ ଯୋଉ ଜଗା ମତେ ଉଠେଇ ନେଇଥିଲ, ସେଦିନ ମୁଁ ଅକ୍ଷତ ଅବସ୍ଥାରେ ଫେରି ନଥିଲି ବାପା, ବରଂ ମୁଁ ଧର୍ଷିତା ହେଇ ଫେରିଥିଲି। ସେ ବିଧାୟକ ତା ଭାଇ ମୂର୍ତ୍ତିର ପ୍ରତିଶୋଧ ଦେବାକୁ ଯାଇ ସେଦିନ ମୋ ଇଜ୍ଜତ ନେଇଯାଇଥିଲା ବାପା। ମୋନା ମୋ ଇଜ୍ଜତ ନେଇଯାଇଥିଲା। ବା ମୋନା ଏ କଥାଟା ପ୍ରକାଶ କରିଥିଲେ ସେ ତମକୁ ମାରିଦେବ ବୋଲି ଧମକ। ସେଥିପାଇଁ ମୁଁ ଏ କଥାଟାକୁ ଚୁପ୍ କରି ରଖିଥିଲି। ଆରେ ମା, ତୁ ତ ନିଜ ମୁହଁରେ ସ୍ୱୀକାର କରୁଛୁ ତା ଗର୍ଭରେ ବଢୁଥିବା ସନ୍ତାନ ସେଇ ଜଗା ଦାଦା। କରିଥିଲି ବାପା, କରିଥିଲି। ମୁଁ କେବଳ ପରିସ୍ଥିତିରେ ପଡ଼ି ଏ କଥା ମୁଁ କହିଥିଲି। ସେଦିନ ମୁଁ ମେଡିକାଲରୁ ଫେରିବା ପରେ ମା ବାବା କଥା ଶୁଣି ସାରିଲା ପରେ ଏତେ ଆଶା ନେଇ ସେ ମିନକେତନ ଘରକୁ ଯାଇଥିଲି। ଭାବିଥିଲି ଏ ସମାଜରେ ସମାଲୋଚନା ହେଇ ବଞ୍ଚିବା ଅପେକ୍ଷା ସେ ଅମଣିଷ ବସିଟାର ସ୍ତ୍ରୀ ହେଇ ଜୀବନ କାଟିଦେବି। ହେଲେ ସେ ସେଦିନ ଅତି ନିଷ୍ଠୁର ଭାବରେ ମତେ ଧକ୍କା ଦେଇ ଘରୁ ବାହାର କରିଦେଲା। ଆଉ ବାପା ଆଉ ଗୋଟେ କଥା ଜାଣିଛ? କଣ? ସେଦିନ ଯୋଉ ଜଗନ୍ନାଥ କହିଥିଲି ପ୍ରକୃତିରେ ଜଗାର କିଛି ଦୋଷ ନାହିଁ। ମୋ ପିଲାର ବାପା ହଉଛି ସେଇ ମିନକେତନ ମହାକୁଡ଼। ମିଛ କହୁଛୁ ତୁ, ଏସବୁ ତୋର ମନ ଗড়ା କାହାଣୀ। ବାପା ଶେଷ ସମୟରେ କିଏ କଣ କେବେ ମିଛ କଥା କହେ? ତମେ ଯେତେ ପାରୁଛ ସେତେ ମତେ ଘୃଣା କର, ହେଲେ ସେ ଜଗାକୁ ତମେ ଘୃଣା କରନି ବାପା। ଜଗାକୁ ଘୃଣା କରନି। ସେ ଜଗା ତମ ଝିଅ ପାଇଁ ସ୍ୱୟଂ ଜଗନ୍ନାଥ। ଆଜି ସେଇ ଜଗନ୍ନାଥ ବ୍ଲଡ୍ କ୍ୟାନ୍ସର ରୋଗରେ ସେ ମେଡିକାଲରେ ପଡ଼ି ଛଟପଟ ତାକୁ ଭଲ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର ବାପା, ଲକ୍ଷ ଲକ୍ଷ ଟଙ୍କା ଦରକାର। ବାପା ଟଙ୍କା ପାଇଁ ମୁଁ ଆଜି ମିନକେତନ ଘରକୁ ଯାଇଥିଲି। ସେ ମତେ ଟଙ୍କା ଦେବା ବଦଳରେ ମୋ ପେଟର ପିଲାଟାକୁ ମାରେଇ ଦେଲା। ଆଉ ଆସିଲା ବେଳେ ମୋ ହାତରେ ଗୋଟେ 100 ଟଙ୍କିଆ ଧରେଇ ଦେଲା। ଏ ବାପା ତମେ କହିଲ ବାପା, ଯୋଉ ଜଗାକୁ ଭଲ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର, ସେଠି 100 ଟଙ୍କା କଣ ବାପା? ଏଇ ବାପା ଏ ପରିସ୍ଥିତିରେ ତାକୁ ଟିକେ ଯାଇ ମୁହଁ ଦେଖିବାକୁ ମତେ ଲାଜ ଲାଗିଲା। ମୁଁ ସେଥିପାଇଁ ଆସିଲା ବେଳେ ସେ 100 ଟଙ୍କାର ବିଷ
ଯେତେ ଡାକିଲା ଶୁଣିବନି ବାପା ଶୁଣିବନି ମନା ମୋର ସେ ଜବରଦସ୍ତ ଶୁଣିବନି ସିଏ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛି ମିଛ କହୁଛୁ ନାଇଁ ବାପା ମିଛ କହୁଛୁ ତୁ ସେ ମୋତେ କଥା ଦେଇଛି ସେ ମୋତେ ଛାଡ଼ି କୁଆଡ଼େ ଯିବନି ସେ ମୋ ଉପରେ ଅଭିମାନ କରିଛି ଯା ଉଠା ଉଠା କହୁଛି ନାଇଁ ବାପା ନାଇଁ ମନାକୁ ଯେତେ ଡାକିଲେ ବି ସେ ଆଉ ଉଠିବନି ଦେଖିବା ଦେଖିବା ସେ କେମିତି ଉଠିବନି ବାପା ଡାକୁଛୁ ଉଠେ ମା ଦେখ ମୁଁ କାନ ଧରି ବସ ଉଠଉଛି ରେ ବା ମୋର ଭୁଲ ହେଇଛି ରେ ବା ଉଠ ରେ ବା କଥା କହ ମା ଉଠ ମା କଥା କହ ଉଠ ମା ଏ ମନା କଥା କହ ମା କଥା କହ ଉଠ ମନା ଉଠ ମନା ବାପା मेडिकल बेड उठी आसले बाबा काहे ए बो से मेडिसिन जंत्रणा मु आउ सही पारुनी लबो ए बो मते टिके तो कोଳରେ सुआई दे लबो मते टिके तो कोଳରେ सुआई दे आ बाबा आ ए दिनर आलोटा मो आखि को केमिति देखा जाउची देखो बापा बापा बाबा अरे कहो तू कौन कले कौन को आखि की निद आसीबो कौन कले तते निद आसीबो कहो ए कला पट्टीटा मो आखि रे तू बांधी देलो बो आउ ए दौड़ीटा तुम गोड़े बांधी देल बो जगन केमिति दे दे तांती लबो मु जदि चिन्ह दे तांती ताहले तू गोटे चरित्रहीना पालटी जाई तांतो आउ कोनटा भासी जाई थांता अरे स्त्रीटा सेते बेले चरित्रहीना हुए जेते बेले ता स्वामी ताकू संदेह करे एबो तोला दौड़ीडा मो आखिरे तू बांधी देलो बो दौड़ीडा तुम गोड़े बांधी दे तते मोराण बाट चलिब केमिति रहिब बाट चलिब आज हो छल छल लुह झरिब मन बोल बोल मानिब बंदी बात निज तू लगाही
आँखी मुझे कहने आँखी मुझे बोलो राघव राघव राजा